ପ୍ରେଜଲାଡ଼ ପ୍ରେମନା ପ୍ରଭୁଙ୍କ ଲୋକମାନେ ଭାଇ ଭଉଣୀମାନେ ଆଜି ଶୁଭ ସକାଳର ପ୍ରଭୁଙ୍କର ଦାନ। ପ୍ରେମନା ପ୍ରଭୁଙ୍କ ଲୋକମାନେ ଆଜି ବାକ୍ୟ ସଦାପ୍ରଭୁ ପରମେଶ୍ୱର ଆମ ସାଥିରେ ମୁଖାମୁଖିରେ କଥା ହେଉଛନ୍ତି। ପ୍ରଭୁଙ୍କର ବାକ୍ୟ ପ୍ରଭୁଙ୍କୁ ଆମ ସାଥିରେ କ'ଣ କଥା ହେଉଛନ୍ତି ସେ ବିଷୟରେ ଆମେ ଜାଣିବା ପୂର୍ବରୁ ଛୋଟ ପ୍ରସଙ୍ଗ ମୁଁ ତୁମକୁ ସେ ପ୍ରସଙ୍ଗ କ'ଣ ରଖିଛି ବେଲେ, ତୁମମାନଙ୍କର ପ୍ରାର୍ଥନା ସଦାପ୍ରଭୁ କ'ଣ ପାଇଁ ଶୁଣୁନାହାନ୍ତି? ତୁମମାନଙ୍କର ପ୍ରାର୍ଥନା ସଦାପ୍ରଭୁ କ'ଣ ପାଇଁ ଶୁଣୁନାହାନ୍ତି? ମୁଁ ସେଇ ପ୍ରସଙ୍ଗଟି ରଖିଛି। ଚାଲନ୍ତୁ ପ୍ରିୟମନା ପ୍ରଭୁଙ୍କ ଲୋକମାନେ ବାକ୍ୟକୁ ଯିବା। ଯେଉଁମାନେ ପବିତ୍ର ବାଇବଲ ଆଣିଛନ୍ତି ବାଇବଲ ଖୋଲନ୍ତୁ। ପୁସ୍ତକ ଆଣିଥିବା ଲୋକମାନେ ପୁସ୍ତକରେ ପ୍ରଭୁଙ୍କର ବାକ୍ୟ ଲେଖନ୍ତୁ। ଅନ୍ୟ ବ୍ୟକ୍ତି କହିବା ପାଇଁ ସଦାପ୍ରଭୁ ପରମେଶ୍ୱର ଯୀଶୁ ପବିତ୍ର ଆତ୍ମା ଆପଣମାନଙ୍କୁ ସାହାଯ୍ୟ କରିବେ। ହାଲେଲୁୟା। ଚାଲନ୍ତୁ ସମସ୍ତେ ଧ୍ୟାନରେ ଆସକ୍ତିରେ ଶୁଣନ୍ତୁ ପ୍ରଭୁଙ୍କର ବାକ୍ୟ। ପ୍ରଭୁଙ୍କର ବାକ୍ୟ ମହାନ ଅଟେ। ପ୍ରଭୁଙ୍କର ବାକ୍ୟ ରୋଗକୁ ସୁସ୍ଥ କରେ। ପ୍ରଭୁଙ୍କର ବାକ୍ୟ ମୃତ୍ୟୁ ଲୋକଙ୍କୁ ବଞ୍ଚାଏ। ପ୍ରଭୁଙ୍କର ବାକ୍ୟ ଦୁର୍ବଳତା ଥିଲା ସମୟରେ ତୁମକୁ ବଳ ମିଳେ। ହାଲେଲୁୟା। ଚାଲନ୍ତୁ ପ୍ରେମନା ପ୍ରଭୁଙ୍କ ଲୋକମାନେ ଲୁକ ସୁସମାଚାର 6 ଅଧ୍ୟାୟ 46 ପଦ ମୁଁ ପଢୁଛି। ଲୁକ ସୁସମାଚାର 6 ଅଧ୍ୟାୟ 46 ପଦ। ଆଉ ତୁମେମାନେ କାହିଁକି ମୋତେ ପ୍ରଭୁ ପ୍ରଭୁ ବୋଲି ସମ୍ବୋଧନ କରୁଅଛ, ମାତ୍ର ମୋର ବାକ୍ୟ ପାଳନ କରୁନାହିଁ ବୋଲିକି ସଦାପ୍ରଭୁ ବାକ୍ୟ, ଏ ବାକ୍ୟ ଆମେ ପଢ଼ିଲୁ। ପ୍ରେମନା ପ୍ରଭୁଙ୍କ ଲୋକମାନେ କ'ଣ ପାଇଁ ତୁମମାନଙ୍କର ଆପଣମାନଙ୍କର ପ୍ରାର୍ଥନା ସଦାପ୍ରଭୁ ଶୁଣୁନାହାନ୍ତି ବେଲେ ପ୍ରଭୁଙ୍କର ବାକ୍ୟ ପାଳନ କରୁନ? ପ୍ରଭୁ କହୁଛନ୍ତି ଯେଉଁମାନେ ମୋର ବାକ୍ୟ ପାଳନ କରୁନାହାନ୍ତି ମୁଁ ତାଙ୍କମାନଙ୍କ ପ୍ରାର୍ଥନା ମୁଁ ଶୁଣିବି ନାହିଁ, ମୁଁ ତାଙ୍କମାନଙ୍କର ପ୍ରାର୍ଥନା ମୁଁ କାନ ଦେବି ନାହିଁ ବୋଲିକି ସଦାପ୍ରଭୁ ପରମେଶ୍ୱର ଏ ଲୁକ ସୁସମାଚାର 6 ଅଧ୍ୟାୟ 46 ପଦରେ ଏହି ବିଷୟରେ ଲେଖାଯାଇଛି। ପ୍ରେମନା ପ୍ରଭୁଙ୍କ ଲୋକମାନେ ସଦାପ୍ରଭୁ କହୁଛନ୍ତି ଯେ ମାଗ ତୁମମାନଙ୍କୁ ମୁଁ ଦିଆଯିବ ବୋଲିକି ପ୍ରଭୁ କହୁଛନ୍ତି। ମತ್ತಾଇ ସୁସମାଚାର 7 ଅଧ୍ୟାୟ 7 ପଦରେ ମାଗ ତୁମମାନଙ୍କୁ ଦିଆଯିବ, ଖୋଜ ତୁମେ ପାଇବ, ଖଟ ଖଟ କର ତୁମେ ଖୋଲାଯିବ ବୋଲିକି ସଦାପ୍ରଭୁ ପରମେଶ୍ୱର କହୁଛନ୍ତି। ଯଦି ଆମେ ମାଗିଲା ସମୟରେ ପ୍ରଭୁକୁ ଆମକୁ କ'ଣ ପାଇଁ ଦେଇପାରୁନାହାନ୍ତି? ଆମେ ଆମକୁ ଆଉ ସଦାପ୍ରଭୁଙ୍କ ମଝିରେ କେଉଁ ଦିବାର ଅଛି ଯେ ପ୍ରଭୁ ଆମକୁ ଶୁଣୁନାହାନ୍ତି? ତେଣୁ ଲୁକ ସୁସମାଚାର 6 ଅଧ୍ୟାୟ 46 ପଦରେ କହୁଛନ୍ତି, କାହିଁକି ମୋତେ ପ୍ରଭୁ ପ୍ରଭୁ ଡାକୁଛ, ତୁମେମାନେ ମୋର ବାକ୍ୟ ପାଳନ କରୁନାହ? ହଁ ପ୍ରେମନା ପ୍ରଭୁଙ୍କ ଲୋକମାନେ ସଦାପ୍ରଭୁଙ୍କର ବାକ୍ୟ ଯେଉଁମାନେ ପାଳନ କରୁନାହାନ୍ତି ସେଇମାନଙ୍କର ପ୍ରାର୍ଥନା ଶୁଣିବେ ନାହିଁ। ଯେଉଁ ବ୍ୟକ୍ତି, ଚାଲ ମୁଁ ତୁମକୁ ଗୋଟେ ଉଦାହରଣ କହୁଛି। এই ଜାଗାରେ ନ ଶୁଣିବାର ସଦାପ୍ରଭୁ ପ୍ରାର୍ଥନା କାରଣ ଏହିକି ଯେ ଆମେ ପ୍ରଭୁଙ୍କର ବାକ୍ୟ ପାଳନ କରୁନା। ତାର ଅର୍ଥ ହେଉଛି ପ୍ରଭୁଙ୍କୁ ଆମେ ଆଜ୍ଞା ମାନେ ପାଳନ କରିପାରନ୍ତି ନାହିଁ। ଆପଣମାନେ ଯେବେ ପ୍ରଭୁଙ୍କର ବାକ୍ୟ ଶୁଣିବ ବା ପାଳନ କରିବ, ତାଙ୍କର ପଥରେ ଯେଉଁ ବ୍ୟକ୍ତି ଚାଲୁଛନ୍ତି ସେହିମାନଙ୍କର ପ୍ରାର୍ଥନା ଶୁଣିଛନ୍ତି ବୋଲିକି ସଦାପ୍ରଭୁ ପରମେଶ୍ୱର ଆଜି ବାକ୍ୟ ରୀତିରେ ଆମ ତଳେ କଥା ହେଉଛନ୍ତି। ଚାଲନ୍ତୁ ପ୍ରିୟମନା ପ୍ରଭୁଙ୍କ ଲୋକମାନେ ଇଏ ଲୁକ ସୁସମାଚାର 6 ଅଧ୍ୟାୟ 47 ପଦରେ କ'ଣ କହୁଛନ୍ତି ବେଲେ, ଯେ କେହି ମୋ ନିକଟକୁ ଆସି ମୋର କଥା ଶୁଣି ସେସବୁ ପାଳନ କରେ ସେ କାହା ସଦୃଶ୍ୟ ତାହା ମୁଁ ତୁମମାନଙ୍କୁ ଜଣାଇବି।
प्रेज लॉर्ड हालेलुया। सदाप्रभु परमेश्वर यही जगह कौन कहते बोले जो लोक माने मो निकट को आसिकी मोर कथा शुणुछंती बा प्रभुकर वाक्य जो माने शुणुछंती सेई वाक्य जो माने शुणिकी पालन करू शुणिबाड़ा नहीं प्रेम प्रभु लोक मैंने जो माने शुणिकी सेई वाक्य पालन करुछंती बा सेई वाक्य अनुसार चालीचलन करुछंती से का सदृश्य ताहा मु तुम मानकु जणाइबी। आउन प्रेम प्रभु लोक माने अनेक लोक माने प्रभु को सन्निधि की जाउछंती अनेक लोक मैंने प्रभु निकट को आसिक प्रभुଙ୍କର वाक्य शुणुंट मात्र सदा प्रभुଙ୍କର वाक्य अनुसार चालीचलन कर प्रभु अनुसार कथा मानुना प्रभुଙ୍କର वाक्य शुणिकी प्रभुଙ୍କର मार्गरे बा पथर चलुना तेणुक प्रेम प्रभु लोक मैंने प्रार्थना मो प्रभु न शुणिबार कारण यही कि जे प्रभुकर वाक्य शुणुंट वाक्य अनुसार जीवन यापन करूना चर्च रे रहिला समय मरे प्रभु को सन्निधि रहिला समय से वाक्य सही समय शुणा कहीं जो मैंने से वाक्य शुणी करी से वाक्य अनुसार जो मैंने जीवन यापन कर चालीचलन कर सदृश्य सदा प्रभु जनइबे बोली प्रभु कहते। चलतु प्रिय मान प्रभु लोक मैंने शुणुवा प्रत्येक भाई और भौणी मैंने प्रभु वाक्य आज आम शुणिकी प्रभुकर वाक्य अनुसार चालीचलन करने सदा प्रभु परमेश्वर कृपा तुम मान कृपा अनुग्रह दिंतु आमेन। प्रिय मान प्रभु लोक मैंने सदा प्रभु परमेश्वर यही जगह कहे जो लोक मैंने मो पाखक आसे मो उपदेश शुणे से माने डाकिला समय मरे मु शुणे। प्रिय मैंने प्रभु कहला जो लोक मैंने प्रभु को सन्निधि की प्रत्येक दिन प्रभु को सन्निधि की आसुचंती जो मैंने चरण को आसिकी प्रार्थनार अर्थ हो जो मैंने प्रत्येक दिन प्रभु को सन्निधि प्रार्थना करुछंती से मानकर प्रार्थना सदा प्रभु शुणुछंती हालेलुया। मो उपदेश जो मो उपदेश प्रभुकर वाक्य जो व्यक्ति प्रत्येक दिन पढ़ुंट प्रभुकर वाक्य अनुसार चालीचलन कर प्रार्थना शुणुंट प्रेम प्रभु लोक मैंने जो व्यक्ति प्रभुकर वाक्य पालन करूना से व्यक्ति प्रार्थना केवे शुणे ना। चलत प्रेम प्रभु लोक मैंने हितोपदेश 28 अध्याय 9 पद आम पढ़ा हितोपदेश 28 अध्याय 9 पद पढ़ुचे शुणु यही जगह कौन लिखे जो लोक व्यवस्था शुणिबारु अपना कर्ण फेराए जो लोक व्यवस्था शुणिबारु अपना कर्ण फेराए ताहार प्रार्थना ही घृणा विषय हुए। प्रिय मेरा प्रभु लोक मैंने जो लोक निकट को तांकर प्रभुकर वाक्य शुणा ताके कर्ण फेराउछंती बा कान बुझुछंती ताहार प्रार्थना ही घृणा विषय हुए। हालेलुया। जो लोक माने प्रभु को वाक्य शुणिबा पूर्वर कर्ण बंद करुछंती से मानक प्रार्थना प्रभु घृणा करि थाई। प्रेम प्रभु को लोक माने जो व्यक्ति प्रभुकर वाक्य श्रद्धारे आसक्ति शुणुछंती से मानकर प्रार्थना प्रभु शुणिबे। जो माने प्रभु को सन्निधि की आसुचंती प्रभुकर वाक्य जो माने
ପୂର୍ବରୁ କାନ ବନ୍ଦ କରୁଛନ୍ତି ସେମାନଙ୍କ ପ୍ରାର୍ଥନା ସଦାପ୍ରଭୁ ଶୁଣୁନାହାନ୍ତି। ପ୍ରେମର ପ୍ରଭୁଙ୍କ ଲୋକମାନେ ହିତୋପଦେଶ 1:24 ପଢିବା। ଦେଖନ୍ତୁ ଏଠି କଣ କହୁଛି। ହିତୋପଦେଶକ 1:24 ଏଠି କହୁଛନ୍ତି, ଯେହେତୁ ମୁଁ ଡାକିଲି ପୁଣି ତୁମେ ମାନେ ନାସ୍ତି କଲ, ମୁଁ ହସ୍ତ ବିସ୍ତାର କଲି କେହି ମାନ୍ୟ କଲ ନାହିଁ। ଏରେ ପ୍ରେମର ପ୍ରଭୁଙ୍କ ଲୋକମାନେ ଏରେ ତାର ଅର୍ଥ କଣ ବୋଲେ, ଏ ବାକ୍ୟର ପ୍ରଭୁ କହୁଛନ୍ତି, ମୋର ଶିକ୍ଷା ଶୁଣିବା ତୁମେ ମାନେ ନାସ୍ତି କଲ, ମୋ ଶିକ୍ଷା ତୁମେ ମାନିଲ ନାହିଁ। ମୁଁ ତୁମମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲି, ହାତ ବଢାଇଲି, କିନ୍ତୁ ତୁମେ ମାନେ ମୋର ସାହାଯ୍ୟ ମନ କରିବାକୁ ମନା କଲ। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ସଦା ପ୍ରଭୁଙ୍କର ବାକ୍ୟ, ପ୍ରଭୁଙ୍କର ଶିକ୍ଷା ତମକୁ ଉପଦେଶ ଦେବା ସମୟରେ, ହଁ ମୁଁ ଜାଣିଛି, ମୁଁ ପ୍ରଭୁଙ୍କର ବାକ୍ୟ ମୁଁ ଶୁଣିଛି, ପ୍ରଭୁଙ୍କୁ ମୁଁ ଜାଣିଛି ବୋଲି ଅନେକ ଲୋକମାନେ ସେ ବାକ୍ୟକୁ ଶିକ୍ଷାକୁ ମାନୁନାହାନ୍ତି। ଅନେକ ଲୋକମାନେ ପ୍ରିୟମରା ପ୍ରଭୁଙ୍କ ଲୋକମାନେ ଭାଇ ଓ ଭଉଣୀ ମାନେ, ତୁମେ କଷ୍ଟରେ ନଷ୍ଟରେ ଥିଲା ସମୟରେ ସଦାପ୍ରଭୁ ତୁମକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଲା ସମୟରେ ତୁମେ କହୁଛ, ଏଇଟା ମୁଁ ସାହାଯ୍ୟରୁ ମୁଁ ମୁକ୍ତି ପାଇପାରିବି। ପ୍ରିୟମରା ପ୍ରଭୁଙ୍କ ଲୋକମାନେ ଭାଇ ଓ ଭଉଣୀ ମାନେ, ତେଣୁକରି ତୁମ ମାନେ ବହୁତ ନଷ୍ଟ ହେଇଯାଉଛ, କଷ୍ଟ ହେଇଯାଉଛ। ଏଠି କହୁଛନ୍ତି, ପ୍ରଭୁ ସାହାଯ୍ୟ କରିବା ସମୟରେ ସାହାଯ୍ୟ ଆମେ ପାଇବାକୁ ନିମନ୍ତେ ପ୍ରିୟମରା ପ୍ରଭୁଙ୍କ ଲୋକମାନେ ସାହାଯ୍ୟ ଆମେ ପବିତ୍ର ଆତ୍ମା ମାନଙ୍କୁ ସାହାଯ୍ୟ କରୁଛନ୍ତି। ହାଲେଲୁୟା। ପ୍ରିୟମରା ପ୍ରଭୁଙ୍କ ଲୋକମାନେ ରୋମିଓ ପୁସ୍ତକ ରୋମିଓ ପୁସ୍ତକ 6:17 କିନ୍ତୁ ଈଶ୍ୱରଙ୍କ ଧନ୍ୟବାଦ ହେଉ ଯେ ତୁମେମାନେ ବା ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିରେ ଆଜ୍ଞାବହ ହୋଇଅଛି। ହାଲେଲୁୟା। ପ୍ରିୟମରା ପ୍ରଭୁଙ୍କ ଲୋକମାନେ ଏ ବାକ୍ୟ ମୁଁ କଣ ବୁଝଉଛି ବେଲେ, ପୂର୍ବରୁ ତୁମେ ମାନେ ପାପର ଦାସ ଥିଲ। ପୂର୍ବ କାଳରେ ତୁମେ ମାନେ କଣ ଥିଲ? ପାପର ଦାସ ଥିଲ। ପାପ ତୁମମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା, ବା ତାଙ୍କ ଅଣ୍ଡରରେ ତୁମେ ମାନେ ଥିଲ, ପାପଙ୍କ ଅଧିକାରରେ ତୁମେ ବନ୍ଧା ହେଇକି ଥିଲ। କିନ୍ତୁ ପରମେଶ୍ୱର ଧନ୍ୟବାଦ ଦିଅ ଯେ ତୁମମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମେ ମାନେ ସମସ୍ତ ହୃଦୟ ସହିତ ପାଳନ କଲ। ଆମମାନଙ୍କୁ ପ୍ରଭୁ ଦେଉଥିବା କାମ ସବୁ ପାଳନ କଲେ। ପ୍ରିୟମରା ପ୍ରଭୁଙ୍କ ଲୋକମାନେ ଆଜିକାଲି ଆମେ ପୂର୍ବ କାଳରୁ ଆମେ କଣ ମୁଁ ସମାପ୍ତ କରିବାକୁ ଯାଉଛି। ପ୍ରିୟମରା ପ୍ରଭୁଙ୍କ ଲୋକମାନେ ଦେଇଛି ବାକ୍ୟ ଧ୍ୟାନ କରି ଶୁଣନ୍ତୁ। ଛୋଟ ବାକ୍ୟ, ଆମେ ମାନେ ପୂର୍ବ କାଳରୁ ଆମେ ପାପର ଦାସ ଥିଲୁ। ଶୈତାନ ଆମମାନଙ୍କୁ ବାନ୍ଧି କରି ରଖିଥିଲା। ଦୁଷ୍ଟ ଶକ୍ତି ଆମକୁ ବାନ୍ଧି କରିକି ତାଙ୍କ ଅଣ୍ଡରରେ ଆମେ ଥିଲୁ। ସେହି ସମୟରେ ପ୍ରଭୁଙ୍କର ବାକ୍ୟ ତୁମମାନଙ୍କ ନିକଟରେ ଉପସ୍ଥିତ ହେବା ସମୟରେ ସେଇ ପାପରୁ, ସେଇ ପାପ ଦାସର ଆମମାନଙ୍କୁ ସଦାପ୍ରଭୁ ମୁକ୍ତି କରିଛନ୍ତି। ପ୍ରଭୁଙ୍କର ବାକ୍ୟ ଶିକ୍ଷାର ଅର୍ଥ ହେଉଛି ପ୍ରଭୁଙ୍କର ବାକ୍ୟ ତୁମେ ମାନେ ପାପରେ ଥିଲା ସମୟରେ ସଦାପ୍ରଭୁ ପରମେଶ୍ୱର ପାପରେ ତୁମମାନଙ୍କୁ ମୁକ୍ତି କରି ତାଙ୍କର ଗୋଟେ ଅଧ୍ୟୟନରେ ରଖିଛନ୍ତି, ତାଙ୍କ ହାତକୁ ଆଣିଛନ୍ତି। ପ୍ରଭୁଙ୍କର ହାତରେ ଆପଣ ମାନେ ସମର୍ପଣ ହେଇଛ। ପ୍ରେମରା ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କର ହାତରେ ଆମେ ସମର୍ପଣ ହେବାକୁ ହେଲେ ଆମେ ପାପରୁ ଆମେ ଦୂର ହେବାକୁ ପଡ଼ିବ।
प्रभु हाथ में आम समर्पण रहा स्थिर रहा प्रभु आम को दास डाकवा आम मैंने सर्वप्रथमे पाप स्वीकार करने को पड़ो पाप छाड़ा पड़ो प्रेमला प्रभु लोक मैंने तुम पाप जो छाड़ी पार्छ सदा प्रभु तुम मान को साहाय्य करें तुम पाप जो स्वीकार कर तुम सदा प्रभु परमेश्वर तुम प्रार्थना शुणी पारे प्रेमला प्रभु लोक मैंने हालेलुया प्रेमला प्रभु लोक मैंने आज प्रार्थना मन कौन पे शुणु ना बेले आम से पूर्व पाप जदि पूर्व पाप करुला से लोक मैंने व्यक्ति पर अच्छ बोले से पूर्व काल पाप तुम छाड़त प्रेमला प्रभु लोक मैंने भाई भौणी मैंने शुणुवा यही वाक्य प्रत्येक लोक मान साथ सदा प्रभु परमेश्वर कहते ते पाप को मो सन्निधि स्वीकार कर मुझ तुम प्रार्थना मुझे शुणी तुम मानकर पाप तुम स्वीकार कर तुम जीवन में अद्भुत कार्य करी जो मैंने प्रभुकर वाक्य न शुणवार कारण एक जे ताकि पाप अधीन अच्छा जो मैंने प्रभुकर रास्त मार्ग पथरे चलुना से मैंने पापर बांधिक रखी प्रिय प्रभु कले तो जो कौन पापर जेकोसी जंत्र भोगुले सदा प्रभु परमेश्वर तुम्हें जब पाप स्वीकार कर सदा प्रभु परमेश्वर से पापर से पाप बंधारू तुमको मुक्ति करेंगे हालेलुया प्रेमला प्रभु लोक मैंने दयచేసి प्रत्येक दिन ते प्रार्थना करंतु मो प्रार्थना तुम मान प्रार्थना सदा परमेश्वर शुणिकी तुमको उत्तर जवाब देवे हालेलुया यही छोट वाक्य तुम हृदय स्थिर रहू ये वाक्य अनुसार जीवन यापन करने को सदा प्रभु परमेश्वर कृपा अनुग्रह करंतु तुम परिवार को जो मैंने शुणुवा प्रत्येक लोक मान मंगल आशीर्वाद करंतु आमेन प्रेज द लॉर्ड।